ତାଙ୍କର ପରିବର୍ତ୍ତନର ପ୍ରାୟ 18 ବର୍ଷ ପରେ ଏଟା ଲେଖୁଛନ୍ତି। ତାଙ୍କର ପ୍ରଥମ ପତ୍ର ପାଉଲ ତାଙ୍କର ନିଜର ପରିବର୍ତ୍ତନର 18 ବର୍ଷ ପରେ, ମାନେ ପାଉଲ ତାଙ୍କର ପରିବର୍ତ୍ତନର ସେ 15 ବର୍ଷ ପର୍ଯ୍ୟନ୍ତ ସେ କୌଣସି ପତ୍ର ଲେଖିନାହାନ୍ତି, କିଛି ଲେଖିନାହାନ୍ତି। ସେ ଲେଖୁଛନ୍ତି ଏ ପ୍ରଥମ ଥେସଲୋନିକ, ଦ୍ୱିତୀୟ ଥେସଲୋନିକ ଖ୍ରୀଷ୍ଟାବ୍ଦ ତାର 52 ରୁ 53 ମଧ୍ୟରେ। ତାପରେ ପ୍ରଥମ କରନ୍ତୀୟ, ଦ୍ୱିତୀୟ କରନ୍ତୀୟ, ଗାଲାତୀୟ ଲେଖୁଛନ୍ତି ସେ ଖ୍ରୀଷ୍ଟାବ୍ଦ 57 ରେ, ମାନେ 57 ରେ। ରୋମିଓ ପୁସ୍ତକ ଲେଖୁଛନ୍ତି ଖ୍ରୀଷ୍ଟାବ୍ଦ 58 ରେ। ଏଫିସିଓ, କଲୋସିଓ, ଫିଲିମନ, ଫିଲିପିଓ ଏଟା ସେ ଲେଖୁଛନ୍ତି ଖ୍ରୀଷ୍ଟାବ୍ଦ 62 ରୁ 63 ରେ। ପ୍ରଥମ ତିମୋଥୀ ଲେଖୁଛନ୍ତି ଖ୍ରୀଷ୍ଟାବ୍ଦ 65 ରୁ 67 ଭିତରେ। ତିତୋସ ପାଖକୁ ଲେଖୁଛନ୍ତି 66 ରୁ 67 ଭିତରେ ଖ୍ରୀଷ୍ଟାବ୍ଦ ମଧ୍ୟରେ। ଦ୍ୱିତୀୟ ତିମୋଥୀ ଲେଖୁଛନ୍ତି ଖ୍ରୀଷ୍ଟାବ୍ଦ 67 ରୁ 68 ଭିତରେ ସେ ଲେଖୁଛନ୍ତି। ମୁଁ କାହିଁକି କହୁଛି, ଯଦି ଆମେ କ୍ରମାନ୍ୱୟରେ ଦେଖିବା ପାଉଲ ଏଭଳି ଭାବରେ ତାଙ୍କର ପତ୍ରକୁ ସେ ଲେଖୁଛନ୍ତି। କିନ୍ତୁ ପାଉଲଙ୍କର ପତ୍ରକୁ ଲେଖିଲା ବେଳକୁ ପ୍ରଥମରେ କୋଉଟା ଲେଖାଯାଉଛି, ରଖାଯାଉଛି ବାଇବଲରେ? ରୋମିଓ ରଖାଯାଉଛି। ରୋମିଓ ପୁସ୍ତକ ରଖାଗଲା, ତାପରେ କରନ୍ତୀୟ, ତାପରେ ଏମିତି ଗାଲାତୀୟ, ଏମିତି ଅନ୍ୟାନ୍ୟ ପୁସ୍ତକ ଗୁଡାକ ଆସୁଛି। ହେଲେ ଆପଣ ଭାବୁଥିବେ କାହିଁକି ପ୍ରଥମ ପତ୍ର ରଖାଗଲାନି? ଯଦି ଆପଣ ଡେଟ୍ ଗୁଡାକ ଜାଣିବା ପାଇଁ ଚାହିଁବେ, କେବେ ଲେଖିଛନ୍ତି, ଏମିତି ଭାବରେ ଆମେ ଜାଣିପାରିବା ଯେ ପ୍ରଥମ ଥେସଲୋନିକ ତାଙ୍କର ପ୍ରଥମ, କିନ୍ତୁ ପ୍ରଥମ ଥେସଲୋନିକ ପରେ ଲେଖାଯାଉଛି ବାଇବଲ। ତ ବାଇବଲ ଯେଉଁମାନେ ବାଇବଲକୁ ସଜାଡ଼ିଲେ ପୁସ୍ତକ ଗୁଡାକ, ସେମାନେ କୋଉ ବିଷୟକୁ ଦେଖିଥିବେ ଯେ କୋଉ ପୁସ୍ତକ କୋଉ ବିଷୟରେ କୁହେ, ସେମିତି ଭାବରେ ତାକୁ ସେମାନେ ସଜାଇଛନ୍ତି। ରୋମିଓ ପୁସ୍ତକ କାହିଁକି ପ୍ରଥମରେ ରଖାଗଲା? କାରଣ ସେଇଟା ଧାର୍ମିକ କିପରି ଆମେ ଗଣିତ ହେଇପାରିବା ସେ ବିଷୟରେ କୁହାଯାଏ। ମାନେ ଜଷ୍ଟିଫିକେସନ, ଯୋଉଟା ପାପୀର ଉଦ୍ଧାର ବିଷୟରେ ସେଠି ଲେଖାଯାଉଛି, ଜଷ୍ଟିଫିକେସନ ବିଷୟରେ। ପ୍ରଥମ କରନ୍ତୀୟ, ଦ୍ୱିତୀୟ କରନ୍ତୀୟ, ଗାଲାତୀୟ, ଏଫିସିଓ, ଫିଲିମନ, କଲୋସିଓ ଏଗୁଡାକରେ ଆମେ କେମିତି ପବିତ୍ର ଜୀବନ କାଟି ପାରିବା ସେ ବିଷୟରେ କୁହାଯାଏ। ପ୍ରଥମଟା ଆମେ କେମିତି ଧାର୍ମିକ ଜୀବନ କାଟି ପାରିବା, ମାନେ ଆମେ କେମିତି ଧାର୍ମିକ ଗଣିତ ହେଇପାରିବା, ତାପରେ ଆମେ କେମିତି ପବିତ୍ରୀକୃତ ହେଇପାରିବା। ତାପରେ ପ୍ରଥମ ଥେସଲୋନିକ, ଦ୍ୱିତୀୟ ଥେସଲୋନିକ ଲେଖୁଛନ୍ତି ଆମେ କିପରି ଗୌରବାନ୍ୱିତ ହେଇପାରିବା, ଆମେ କିପରି ଗୌରବାନ୍ୱିତ ହେଇପାରିବା ସେ ବିଷୟରେ ଲେଖାଯାଉଛି। ଆଉ ପାଉଲଙ୍କର ପତ୍ର ଗୁଡାକ ଯାହା ଦେଖୁଛୁ, ଫିଲିମନ, ପ୍ରଥମ ତିମୋଥୀ, ଦ୍ୱିତୀୟ ତିମୋଥୀ, ତିତୋସ, ଏଟା ବ୍ୟକ୍ତିଗତ ପତ୍ର ଗୁଡା, ତାକୁ ଇଣ୍ଡିଭିଜୁଆଲ ଲେଟର ବୋଲି କୁହାଯାଏ। ତ ଆଜି ଆମେ ଧ୍ୟାନ କରିବା ପାଇଁ ଯାଉଛୁ ପ୍ରଥମ ଥେସଲୋନିକ, ତାର 2 ଅଧ୍ୟାୟ। ତାର ଶୀର୍ଷକ ବା ନାମକରଣ ମୁଁ ଦେଇଛି ସୁସମାଚାର ନିହାତି ଦରକାର। ସୁସମାଚାର ନିହାତି ଦରକାର। ପ୍ରଥମ ଥେସଲୋନିକ ସେ ରେପ୍ଚର ସମ୍ପର୍କରେ ଲେଖୁଛନ୍ତି, ରେପ୍ଚର ସମ୍ପର୍କରେ। ଆଉ ଦ୍ୱିତୀୟ ଥେସଲୋନିକ ଯୀଶୁଙ୍କର ଦ୍ୱିତୀୟ ଆଗମନ ବିଷୟରେ ଲେଖୁଛନ୍ତି, ଯୀଶୁଙ୍କର ଦ୍ୱିତୀୟ ଆଗମନ ବିଷୟରେ। ମାନେ ପ୍ରଥମ ଥେସଲୋନିକ ମଣ୍ଡଳୀ କେମିତି ଉଠେଇ ନିଆଯିବ ସେ ବିଷୟରେ ଲେଖାଯାଉଛି। ଦ୍ୱିତୀୟ ଥେସଲୋନିକ ମଣ୍ଡଳୀ ସହିତ ପ୍ରଭୁ କେମିତି ପୃଥିବୀକୁ ପ୍ରତ୍ୟାବର୍ତ୍ତନ କରିବେ ସେଇଟା ଲେଖାଯାଉଛି। ଏ ଦୁଇଟା ଡିଫରେନ୍ସ ଜାଣିବା ଦରକାର। ଆଜିର ପ୍ରଚାରକ ପାଳକ ମାନେ ଏ ଦୁଇଟା ଅଲଗା କରିପାରୁନାହାନ୍ତି। ସେମାନେ ଦ୍ୱିତୀୟ ଆଗମନକୁ ରେପ୍ଚର ମିଶାଇ ଦଉଛନ୍ତି।
ନାଇଁ, ଦ୍ୱିତୀୟ ଆଗମନ ମାନେ କଣ? ପ୍ରଭୁ ପୃଥିବୀକୁ ଦ୍ୱିତୀୟ ଥର ଆଗମନ କରିବେ, ସେଇଟା ଦ୍ୱିତୀୟ ଆଗମନ। ତା ପୂର୍ବରୁ ମଣ୍ଡଳୀ ଉଠେଇ ନିଆଯିବ। ଆଉ ପ୍ରଥମ ଥେସଲୋନିକ ଲେଖିବାର ଉଦ୍ଦେଶ୍ୟ ସେଇଟା ଅଟେ ଯେ ମଣ୍ଡଳୀ କେମିତି ଖ୍ରୀଷ୍ଟଙ୍କ ସହିତ ସାକ୍ଷାତ କରିବାକୁ ଯିବ। ଯୀଶୁଙ୍କର ଆଗମନ ଦୁଇ ପ୍ରକାର ହବ। ଗୋଟେ ହଉଛି ପ୍ରଭୁ ସାଧୁ ମାନଙ୍କ ପାଇଁ ଆସୁଛନ୍ତି, ଆଉ ଗୋଟେ ସାଧୁ ମାନଙ୍କ ସହିତ ଆସୁଛନ୍ତି। ସାଧୁ ମାନଙ୍କ ପାଇଁ ସେ ମେଘମାଳା ପର୍ଯ୍ୟନ୍ତ ଆସୁଛନ୍ତି, ଯୋଉ ମଣ୍ଡଳୀ ଉଠେଇ ନିଆଯିବ। ଆଉ ସାଧୁ ମାନଙ୍କ ସହିତ ଜଗତକୁ ଆସିବେ, ସେଇଟା ହଉଛି ଦ୍ୱିତୀୟ ଆଗମନ। ମାନେ ରେପଚରଟା ବିଶ୍ୱାସୀ ମାନଙ୍କ ପାଇଁ, ସେକେଣ୍ଡ କମିଂଟା ଅବିଶ୍ୱାସୀ ମାନଙ୍କ ପାଇଁ, କାରଣ ସେ ଅବିଶ୍ୱାସୀ ମାନଙ୍କର ବିଚାର କରିବାକୁ ଆସୁଛନ୍ତି। ଏ ଦିଟା ଯଦି ଜଣେ ବୁଝିପାରିବ ନାହିଁ, ସେ ଖିଚଡି ବନେଇଦେବ। କାରଣ ଅନେକ ଲୋକ ରେପଚରକୁ ବିଶ୍ୱାସ କରନ୍ତିନି। ରେପଚର ହେବ ବୋଲି ଦ୍ୱିତୀୟ ଆଗମନ ଆକା ହବ। ସେ ଦ୍ୱିତୀୟ ଆଗମନ ହବ, କିନ୍ତୁ ତା ପୂର୍ବରୁ ମଣ୍ଡଳୀ ଉଠେଇ ନିଆଯିବ। ମହାକ୍ଲେଶ ପୂର୍ବରୁ ମଣ୍ଡଳୀ ଉଠେଇ ନିଆଯିବ। ତ ଆଜି ଆମେ এই দ্বিতীয় অধ্যায় আমি অধ্যয়ন, এটা আমি কনফ্ୟୁଜ ହେବା କଥା ନୁହଁ। ଆମେ এই ଅଧ୍ୟାୟ ଗୁଡ଼ିକ ଅଧ୍ୟୟନ କରିବା ସମୟରେ ପ୍ରଭୁ ଅନୁଗ୍ରହ କଲେ ମଝି ମଝିରେ ଆମେ କେମିତି ମଣ୍ଡଳୀ ଉଠେଇ ନିଆଯିବ ସେ ବିଷୟରେ ଚିନ୍ତା କରିବା, ଆଉ ମଣ୍ଡଳୀ କାହିଁକି ଉଠେଇ ନିଆଯିବା ଦରକାର ସେଇଟା ମଧ୍ୟ ଆମେ ଜାଣିବା ଦରକାର। ଆମେ ଯେଉଁମାନଙ୍କୁ ବହୁ ପରିପକ୍ୱ ସେବକ ମାନେ ବୋଲି କହୁଛୁ, ସେମାନେ ମଧ୍ୟ କଣ କରନ୍ତି? ରେପଚର ନାହିଁ ବୋଲି କୁହନ୍ତି। ରେପଚର ନାହିଁ, ଏଟା ଭ୍ରାନ୍ତ ଶିକ୍ଷା। କେବଳ କଣ ହବ? ଦ୍ୱିତୀୟ ଆଗମନ ହବ, ଏ ପ୍ରକାର ଶିକ୍ଷା ଦିଅନ୍ତି। କିନ୍ତୁ ସାଧୁ ପାଉଲଙ୍କର ପ୍ରଥମ ଥେସଲୋନିକ୍ୟ ଦ୍ୱିତୀୟ ଥେସଲୋନିକ୍ୟ ଫରକ କଣ ଅଟେ? ଯେ ଏଇଟା ପ୍ରଥମ ଥେସଲୋନିକ୍ୟ ରେପଚର ବିଷୟ କହୁଛନ୍ତି, ଦ୍ୱିତୀୟ ଥେସଲୋନିକ୍ୟ ଦ୍ୱିତୀୟ ଆଗମନ ବିଷୟ କହୁଛନ୍ତି। ରେପଚର ମାନେ କଣ? ପ୍ରଭୁ ଯୀଶୁ ମଣ୍ଡଳୀକୁ ନେବା ପାଇଁ ଆସୁଛି, ଆଉ ସେ ଦ୍ୱିତୀୟ ଆଗମନ ମଣ୍ଡଳୀ ସହିତ ସେ ଆସୁଛନ୍ତି। ଆଜି ଆମେ ଏଇ ଅଧ୍ୟାୟ ଅଧ୍ୟୟନ କରିବା ପାଇଁ ଯିବା। ଆମେ ଯଦି ପ୍ରଥମ 12 ପଦ ପଢିବା, ପ୍ରଥମ 12 ପଦ ପଢିଲା ବେଳକୁ ଆମେ ଜାଣିପାରିବା ଯେ ସୁସମାଚାର କାହିଁକି ନିହାତି ଦରକାର, କିପରି ବିଶ୍ୱାସୀ ମାନଙ୍କ ପାଖରେ ସୁସମାଚାର ପହଞ୍ଚିଲା, କିପରି ଏ ଲୋକମାନଙ୍କ କତିରେ ସୁସମାଚାର ପହଞ୍ଚିଲା, ସେ ସେଇଟା କହୁଛନ୍ତି। ଆମେ ପ୍ରଥମ 2 ପଦ ପଢିବା। ହେ ଭାଇମାନେ, ତୁମ୍ଭେମାନେ ତ ନିଜେ ଜାଣ ଯେ ତୁମ୍ଭମାନଙ୍କ ମଧ୍ୟକୁ ଆମ୍ଭମାନଙ୍କ ଆଗମନ ବ୍ୟର୍ଥ ହୋଇନାହିଁ। ମାତ୍ର ଯେପରି ତୁମ୍ଭେମାନେ ଜାଣ, ଆମ୍ଭେମାନେ ସେଥିପୂର୍ବେ ଫିଲିପରେ ଦୁଃଖ ଓ ଅତ୍ୟାଚାର ଭୋଗ କଲା ଉତ୍ତାରେ ତୁମ୍ଭମାନଙ୍କ ନିକଟରେ ଅତିଶୟ ପ୍ରାଣପଣେ ଈଶ୍ୱରଙ୍କ ସୁସମାଚାର ପ୍ରଚାର କରିବା ନିମନ୍ତେ ଆମ୍ଭମାନଙ୍କ ଈଶ୍ୱରଙ୍କ ଦ୍ୱାରା ସାହସ ପ୍ରାପ୍ତ ହୋଇଥିଲୁ। ପାଉଲ କହୁଛନ୍ତି ଯେ ସୁସମାଚାର ପହଞ୍ଚାଇବା ପାଇଁ ଆମେ କେମିତି ତାଡ଼ିତ ହେଇଥିଲୁ, ଆମକୁ କେମିତି ତାଡ଼ନା ଦିଆଯାଇଥିଲା ଯେ ଦୁଃଖ ଅତ୍ୟାଚାର ଭୋଗ କଲା ଉତ୍ତାରେ ଅତିଶୟ ପ୍ରାଣପଣ କରି କଣ କରିଥିଲୁ? ସୁସମାଚାର ପ୍ରଚାର କରିଥିଲୁ। ଈଶ୍ୱରଙ୍କ ସୁସମାଚାର। ଈଶ୍ୱରଙ୍କ ସୁସମାଚାର କିଏ? ପ୍ରଭୁ ଯୀଶୁ ଖ୍ରୀଷ୍ଟ। ପ୍ରଭୁ ଯୀଶୁ ଖ୍ରୀଷ୍ଟ ହଉଛନ୍ତି ଈଶ୍ୱରଙ୍କର ସୁସମାଚାର। ଈଶ୍ୱର ଜଗତକୁ ପ୍ରେମ କଲେ, ଆଉ ଜଗତ ପାଇଁ ତାଙ୍କ ପୁତ୍ରଙ୍କୁ ଦେଲେ। ଏଇଟା ହଉଛି ଈଶ୍ୱରଙ୍କ ସୁସମାଚାର। ପ୍ରଭୁ ପ୍ରତ୍ୟେକ ଲୋକକୁ କହିବା ପାଇଁ ଚାହାନ୍ତି ଯେ ତୁମ ପାଇଁ ଗୋଟେ ଗୁଡ ନ୍ୟୁଜ ଅଛି। ତୁମ ପାଇଁ କଣ ଅଛି? ତୁମ ପାଇଁ ଗୋଟେ ଗୁଡ ନ୍ୟୁଜ ଅଛି। ସେ କିଏ? ସେ ପ୍ରଭୁ ଯୀଶୁ ଖ୍ରୀଷ୍ଟ ଅଟନ୍ତି। ତ ସାଧୁ ପାଉଲ କହୁଛନ୍ତି ଆମମାନେ କିପରି ତାଡ଼ିତ ହେଇଥିଲୁ। ତାପରେ 3 ପଦରୁ 6 ପଦ। କାରଣ ଆମ୍ଭମାନଙ୍କ ଉପଦେଶ ଭ୍ରମ ଅବା ଅସୁଚିତା ମୂଳକ ଅବା ଛଳଯୁକ୍ତ ନୁହେଁ, କିନ୍ତୁ ଆମ୍ଭମାନଙ୍କ ହସ୍ତରେ ସୁସମାଚାର ପ୍ରଚାରର ଭାର ସମର୍ପିତ ହେବା ନିମନ୍ତେ ଆମ୍ଭେମାନେ ଯେ ରୂପ ଈଶ୍ୱରଙ୍କ କର୍ତ୍ତୃକ ଯୋଗ୍ୟ ଗଣିତ ହୋଇଅଛୁ, ସେହି ରୂପେ ଆମ୍ଭେମାନେ ପ୍ରଚାର କରୁ। ମନୁଷ୍ୟମାନଙ୍କୁ ସନ୍ତୁଷ୍ଟ କରିବା ଉଦ୍ଦେଶ୍ୟରେ ତାହା କରୁନାହୁଁ, ବରଂ ଆମ୍ଭମାନଙ୍କ ହୃଦୟର ପରୀକ୍ଷକ ଯେ ଈଶ୍ୱର,
ତାହାଙ୍କୁ ସନ୍ତୁଷ୍ଟ କରିବା ଉଦ୍ଦେଶ୍ୟରେ ତାହା କରୁ। ତୁମ୍ଭେମାନେ ତ ଜାଣ ଯେ ଆମ୍ଭେମାନେ କୌଣସି ସମୟରେ ଚାଟୁବାଦ ବ୍ୟବହାର କରିନାହୁଁ ଅବା ଲୋଭକୁ ଗୁପ୍ତ କରିବା ନିମନ୍ତେ ଛଳନା କରିନାହୁଁ। ଈଶ୍ୱର ଏଥିର ସାକ୍ଷୀ। ଯଦ୍ୟପି ଖ୍ରୀଷ୍ଟଙ୍କ ପ୍ରେରିତ ସ୍ୱରୂପେ ଆମ୍ଭେମାନେ ସମ୍ଭ୍ରମ ଦାବୀ କରିପାରିଥାନ୍ତୁ, ତଥାପି ତୁମ୍ଭମାନଙ୍କ ଠାରୁ ହେଉ ବା ଅନ୍ୟ କାହାରିଠାରେ ହେଉ କୌଣସି ମନୁଷ୍ୟ ଠାରୁ ଗୌରବ ପାଇବାକୁ ଚେଷ୍ଟା କରିନାହୁଁ। ତାପରେ 9 ପଦ 10 ପଦ ପଢି ଦିଅନ୍ତୁ। ହେ ଭାଇମାନେ, ଆମ୍ଭମାନଙ୍କ ପରିଶ୍ରମ ଓ କଠିନ କାର୍ଯ୍ୟ ତୁମ୍ଭମାନଙ୍କ ସ୍ମରଣରେ ଅଛି, ଯେପରି ଆମ୍ଭେମାନେ ତୁମ୍ଭମାନଙ୍କ ମଧ୍ୟରୁ କାହାରି ଭାର ସ୍ୱରୂପ ନ ହେଉ, ଏଥି ନିମନ୍ତେ ଦିବାରାତ୍ର କଠୋର ପରିଶ୍ରମ କରି ଈଶ୍ୱରଙ୍କ ସୁସମାଚାର ତୁମ୍ଭମାନଙ୍କ ନିକଟରେ ପ୍ରଚାର କରିଥିଲୁ। ବିଶ୍ୱାସୀ ଯେ ତୁମ୍ଭେମାନେ ତୁମ୍ଭମାନଙ୍କ ପ୍ରତି ଆମ୍ଭେମାନେ କିପରି ପବିତ୍ର, ଧାର୍ମିକ ଓ ଅନିନ୍ଦନୀୟ ବ୍ୟବହାର କରିଥିଲୁ, ସେଥିର ତୁମ୍ଭେମାନେ ସାକ୍ଷୀ, ପୁଣି ଈଶ୍ୱର ମଧ୍ୟ ସାକ୍ଷୀ। ପ୍ରଥମ କଥା ସାଧୁ ପାଉଲ କେତେ ସୁନ୍ଦର ଦେଖନ୍ତୁ, ସୁସମାଚାର ନିହାତି ଦରକାର। ସେଥିପାଇଁ ସାଧୁ ପାଉଲ କଣ କହୁଛନ୍ତି, ସେ ସୁସମାଚାର ପ୍ରଚାର କରିବା ପାଇଁ ଆମେ ତାଡ଼ିତ ହେଇଥିଲୁ। ଆଉ ଦ୍ୱିତୀୟରେ କହୁଛନ୍ତି ସେ ସୁସମାଚାର ପ୍ରଚାର କରିବା ପାଇଁ ଆମେ ଆଦର୍ଶ ଜୀବନ ବି କାଟିଥିଲୁ। ଆମେ କଣ କରିନଥିଲୁ, ଆମେ ତୁମମାନଙ୍କ କତିରେ ଛଳରେ ଉପଦେଶ ଦେଇନଥିଲୁ, ଅସୁଚିତା ସହିତ ପ୍ରଚାର କରିନଥିଲୁ, ଆମେ ଚାଟୁବାଦ କରିନଥିଲୁ, ଆମେ ଲୋଭ କରିନଥିଲୁ, ଆମେ ଛଳନା କରି ଈଶ୍ୱରଙ୍କୁ ପ୍ରଚାର କରିନଥିଲୁ। ଆମେ ପରିଶ୍ରମ କରିଛୁ, କଠିନ ପରିଶ୍ରମ କରିଛୁ ଆଉ ପ୍ରଚାର କରିଛୁ। ମନୁଷ୍ୟମାନଙ୍କୁ ସନ୍ତୁଷ୍ଟ କରିବା ପାଇଁ କରିନାହୁଁ। ମନୁଷ୍ୟଠାରୁ ସମ୍ଭ୍ରମ ଆମେ ଦାବି କରିଥାନ୍ତୁ, କିନ୍ତୁ ସେଇଟା ମଧ୍ୟ ଆମେ କରିନାହୁଁ। କାହାରି ଠାରୁ ମନୁଷ୍ୟ ଠାରୁ ଗୌରବ ପାଇବା ପାଇଁ ଚେଷ୍ଟା ବି କରିନଥିଲୁ। ମାନେ ଭାବି ଦେଖନ୍ତୁ, ପାଉଲ ଗୋଟେ ଆଦର୍ଶ ସୁସମାଚାର ପ୍ରଚାର କରୁଛନ୍ତି। ପ୍ରିୟ ଭାଇ ଭଉଣୀ ମାନେ ଶୁଣନ୍ତୁ, ସୁସମାଚାର ପ୍ରଚାରକୁ ଆହୁରି ଅତିରଞ୍ଜିତ କରିବା ଦରକାର ନାହିଁ, କାରଣ ସୁସମାଚାରରେ ହିଁ ବିୟୁଟି ଅଛି। ସୁସମାଚାରକୁ ଅତିରଞ୍ଜିତ କରିବାର କୌଣସି ଆବଶ୍ୟକ ନାହିଁ, କାରଣ ସୁସମାଚାର ନିଜର ବିୟୁଟି ନିଜେ ଅଛି। କୃଷ ଦେଖିବା ପାଇଁ କେମିତି ଦେଖାଯାଉଛି, କୃଷର ହତ ଦିଶୁ କେମିତି ଦେଖା, ଗୋଟେ ଅସୁନ୍ଦର ଦୃଶ୍ୟ ପରି ଲାଗୁଛି, କିନ୍ତୁ ଯିଏ ଅନେଇବ ସେ ରକ୍ଷା ପାଇଯିବ। ସେ କୃଷରେ ଅର୍ଦ୍ଧନଗ୍ନ ଅବସ୍ଥାରେ ଯେ ଝୁଲିଛନ୍ତି, ପରିତ୍ୟକ୍ତ ଅବସ୍ଥାରେ ଝୁଲିଛନ୍ତି, କଣ୍ଟାର ମୁକୁଟ ପିନ୍ଧି ଝୁଲିଛନ୍ତି, ପ୍ରହାରିତ ହେଇଛନ୍ତି, ଦେଖିବା ପାଇଁ ସୁନ୍ଦର ଦେଖା ଯାଉନାହାନ୍ତି, ଯେ ଅନେଇବ ସେ ପରିତ୍ରାଣ ପାଇଯିବ। ମାନେ ପୃଥିବୀର ସବୁଠାରୁ ବ୍ୟୁଟିଫୁଲ ସିନ୍ କଣ, ଗଲଗଥାର ସେ ଦୃଶ୍ୟ, ସେ କୃଷର ଛବି। ସେ କାଲବରୀର ସେ ଦୃଶ୍ୟ ଆମ ସମସ୍ତଙ୍କ ପାଇଁ ଗୋଟେ ଗୌରବମୟ ସୁସମାଚାର। ଆଜିକାଲି କଣ ହଉଛି, ଆମେ ସୁସମାଚାର ପ୍ରଚାର କରିବାକୁ ଗଲା ବେଳକୁ ଆମେ ଡ୍ରେସଅପ୍ ହେଇଯାଉଛୁ, ସୁସମାଚାର ନୁହଁ। ସୁସମାଚାରର ପାଉଲ କହୁଛନ୍ତି ଆମେ ସୁସମାଚାର ପାଇଁ ତାଡ଼ିତ ହେଇଥିଲୁ, ଆଉ ସୁସମାଚାର ପ୍ରଚାର କରିବା ପାଇଁ ଆମେ ଗୋଟେ ଆଦର୍ଶ ମଧ୍ୟ ହେଇଥିଲୁ। ମାନେ ଲୋକ କହିପାରିବେ ନା ଏମାନେ ଛଳନା କରି ସୁସମାଚାର କହୁଛନ୍ତି, ଏମାନେ ପାଇବା ଆଶାରେ କରୁଛନ୍ତି, ଏମାନେ କାହାର କିଛି ଲୋଭ କରିଛନ୍ତି। ଆମେ ସୁସମାଚାର ପ୍ରଚାର କରିବା ଗଲା ପରେ ସେ ଗାଁରେ ଦେଖିବୁ, ଏ କୁକୁଡ଼ାଟା ବଢିଆ ଦେଖାଯାଉଛି, ବହୁତ ସୁନ୍ଦର ନାଇଁ କି, ନେବ କି ଆଜ୍ଞା ବୋଲି କହିବେ। ତାପରେ ଛାତରେ ଯଦି କଖାରୁ ଦେଖିବେ, ବାରେ ବା ଏତେ କଖାରୁ ହେଇଛି। ତାପରେ ଛୁଇଁ ଗଛକୁ ଦେଖି କହିବ, ଛୁଇଁ ତ ବାରେ ବା ଏତେ ଛୁଇଁ, ନେବ କି ଆଜ୍ଞା। ମାନେ ଏ ଲୋକ ସୁସମାଚାର ନାହିଁ, ଏ ଛୁଇଁ କୁକୁଡ଼ା ଆଉ କଖାରୁ ପାଇଁ ଆସିଛି। ପାଉଲ କହୁଛନ୍ତି କୌଣସି ଜାଗାରେ ଆମେ ଛଳନା କି ଲୋଭରେ କିଛି କରିନାହୁଁ, ସେଇଥିପାଇଁ ଏମାନଙ୍କ ସୁସମାଚାର ସେତିକି ଗ୍ରହଣୀୟ ହେଇଥିଲା। ଆଜିକାଲିର ସୁସମାଚାର ପ୍ରଚାରକ ମାନେ ଆମେ ଧନୀ ହେଇଯାଇଛି, ସତ ନା ନାହିଁ? ସୁସମାଚାର ପ୍ରଚାର କରି କରି ଧନୀ ହେଇଗଲା। ସାଧୁ ପାଉଲ କହୁଛନ୍ତି କଣ ହେଲି, ମୁଁ ଆଦର୍ଶ ହେଇଛି। ତାପରେ ସେ କଣ କହୁଛନ୍ତି, 7-8 ପଦ ପଢିବେ। କିନ୍ତୁ ଆମ୍ଭେମାନେ ତୁମ୍ଭମାନଙ୍କ ମଧ୍ୟରେ ମୃଦୁଶୀଳ ହୋଇ
ମାତା ଯେପରି ଆପଣା ସନ୍ତାନ ମାନଙ୍କୁ ଲାଳନ ପାଳନ କରେ, ତୁମ୍ଭମାନଙ୍କ ପ୍ରତି ଆମ୍ଭମାନଙ୍କର ସ୍ନେହ ଥିବାରୁ ଆମ୍ଭେମାନେ ସେହି ପ୍ରକାରେ ତୁମ୍ଭମାନଙ୍କୁ ଈଶ୍ୱରଙ୍କ ସୁସମାଚାର କେବଳ ନୁହେଁ, ମାତ୍ର ଆପଣା ଆପଣା ପ୍ରାଣ ମଧ୍ୟ ଦେବାକୁ ଇଚ୍ଛୁକ ଥିଲୁ, କାରଣ ତୁମ୍ଭେମାନେ ଆମ୍ଭମାନଙ୍କର ପ୍ରିୟ ପାତ୍ର ହୋଇଥିଲ। ତାପରେ 11-12 ପଦ। ଆଉ ତୁମ୍ଭେମାନେ ତ ଜାଣ, ପିତା ଯେ ପ୍ରକାରେ ଆପଣା ସନ୍ତାନ ମାନଙ୍କୁ ସେହି ପ୍ରକାରେ ଆମ୍ଭେମାନେ ତୁମ୍ଭ ପ୍ରତ୍ୟେକ ଜଣକୁ ଉପଦେଶ ଓ ଉତ୍ସାହ ଦେଇ ଏକାନ୍ତ ଅନୁରୋଧ କରିଥିଲୁ, ଯେପରି ତୁମ୍ଭମାନଙ୍କ ଆହ୍ୱାନକାରୀ ଯେଉଁ ଈଶ୍ୱର, ତାହାଙ୍କ ରାଜ୍ୟ ଓ ଗୌରବର ଅଂଶୀ ହେବା ନିମନ୍ତେ ତୁମ୍ଭେମାନେ ତାହାଙ୍କର ଯୋଗ୍ୟ ଆଚରଣ କର। ମାନେ ଦେଖନ୍ତୁ ପାଉଲଙ୍କର ଲେଖିବାର ଏତେ ବ୍ୟୁଟି, ଆମେ ଯଦି ପଢୁଛୁ ଦେଖୁଛୁ, ସେ କଣ କହୁଛନ୍ତି 7 ପଦରେ, କିନ୍ତୁ ଆମ୍ଭେମାନେ ତୁମମାନଙ୍କ ମଧ୍ୟରେ ମୃଦୁଶୀଳ ହୋଇ ମାତା ଯେପରି ସନ୍ତାନ ମାନଙ୍କୁ ଲାଳନ ପାଳନ କରେ, ଗୋଟେ ମାତା ପରି ଆମେ କଣ କରିଥିଲୁ, ତୁମର ଯତ୍ନ ଆମେ ନେଇଥିଲୁ। ବାଳକ ସେବା କାର୍ଯ୍ୟରେ କଣ ଥିବା ଅଛି, ଗୋଟେ ମା ପରି ଯତ୍ନ ନେବାର ଅଛି। ମା ଯେମିତି ବିଶ୍ୱାସୀ ମାନଙ୍କ ଯତ୍ନ ନେବ, ଆମେ ସେମିତି ତୁମମାନଙ୍କୁ ଲାଳନ ପାଳନ କରିଥିଲୁ। ତାପରେ ଆପଣ ଆପଣ ପ୍ରାଣ ଦେବାକୁ ଇଚ୍ଛୁକ ଥିଲୁ, ତୁମେ ମାନେ ଆମ ମାନଙ୍କର ପ୍ରିୟ ପାତ୍ର ହୋଇଥିଲ। ତାପରେ ସେ କଣ କହୁଛନ୍ତି 11 ପଦରେ, ଆଉ ତୁମେ ମାନେ ତ ଜାଣ ପିତା ଯେପରି ଆପଣ ସନ୍ତାନ ମାନଙ୍କୁ, ମାନେ ଭାବି ଦେଖନ୍ତୁ, ସେଇ ପ୍ରକାରରେ ଆମ୍ଭେ ମାନେ ତୁମମାନଙ୍କ ପ୍ରତ୍ୟେକ ଜଣକୁ ଉପଦେଶ ଉତ୍ସାହ ଦେଇ ଏକାନ୍ତ ଅନୁରୋଧ କରିଥିଲୁ। ମାନେ ମା ଭଳିଆ ତୁମର ଯତ୍ନ ନେଇଥିଲୁ, ପିତା ଭଳିଆ ତୁମକୁ ଉପଦେଶ ଦେଇଥିଲୁ। ଆଉ ଯାହାର କହୁଛନ୍ତି ଭାଇ ପରି, ଭାଇ ପରି ମାନେ ଗୋଟେ ଆତ୍ମିକ ଅଭିଭାବକ ଅଟନ୍ତି। ଏ 3ଟା ଜାଗାରେ ସୁସମାଚାର ପ୍ରଚାରକ କିଏ? ସେ ସୁସମାଚାର ପାଇଁ ତାଡ଼ିତ ହୁଅନ୍ତି, ସୁସମାଚାର ପ୍ରଚାର ପାଇଁ ଆଦର୍ଶ ହୁଅନ୍ତି, ଆଉ ସୁସମାଚାର ପ୍ରଚାର ପାଇଁ ଆତ୍ମିକ ଅଭିଭାବକ ସେ ହୁଅନ୍ତି। ମାନେ ଆମର ପୁଅ ଝିଅକୁ ଆମେ ଯେମିତି ଯତ୍ନ ନେଉଛୁ, ଠିକ ସେମିତି ଆତ୍ମିକ ଛୁଆ ଭାବରେ ତାଙ୍କୁ ଆମେ ଯତ୍ନ ନେବାର ଅଛି, ପରିତ୍ରାଣ ପାଇବା ପାଇଁ। କେମିତି ଆମେ ଯଦି କହୁଛେ ନା, ମୋର ଛୁଆ କେମିତି ପାଠ ପଢିବ, ଶିକ୍ଷିତ ହବ, ମଣିଷ ହବ, ଚାକିରି କରିବ, ଆତ୍ମିକ ଅଭିଭାବକ କେମିତି, ଇଏ କେମିତି ପରିତ୍ରାଣ ପାଇବ, ପ୍ରଭୁଙ୍କୁ ଜାଣିବ, ବାପ୍ତିସ୍ମ ନେବ, ପବିତ୍ରାତ୍ମା ପାଇବ, ସ୍ୱର୍ଗକୁ କେମିତି ଯିବ, ଏଇଟା ମୋର ଚିନ୍ତା। এইটা হচ্ছে আত্মিক অভিভাবকর। କେତେ ସୁନ୍ଦର ଭାବରେ ପାଉଲ ଏଠି ସୁସମାଚାର ନିହାତି ଦରକାର। ଆଉ ବଳକାଟା ଛାଡନ୍ତୁ, ଆଜିର ସମୟରେ ଆମର ମଣ୍ଡଳୀରେ ସୁସମାଚାର ଶୁଣି ନଥିବା ବିଶ୍ୱାସୀ ମାନେ ବହୁତ ଅଛନ୍ତି। ହେଇଯାଇଛନ୍ତି ମଝିରେ ଖ୍ରୀଷ୍ଟିଆନ କେମିତି ଗୋଟେ ହେଇଯାଇଛନ୍ତି, ସୁସମାଚାର କଣ ଜାଣନ୍ତି ନା। ତାପରେ 13 ପଦରୁ 16 ପଦରେ ଦେଖିବା ବିଶ୍ୱାସୀ ମାନେ କିପରି ସୁସମାଚାର ଗ୍ରହଣ କଲେ, ସେଇଟା ସେ କହୁଛନ୍ତି। 13 ପଦ ପଢନ୍ତୁ। ଆଉ ଏହି କାରଣରୁ ଆମ୍ଭେମାନେ ମଧ୍ୟ ନିରନ୍ତର ଈଶ୍ୱରଙ୍କର ଧନ୍ୟବାଦ କରୁଅଛୁ ଯେ, ଯେତେବେଳେ ତୁମ୍ଭେମାନେ ଆମ୍ଭମାନଙ୍କ ଦ୍ୱାରା ପ୍ରଚାରିତ ଈଶ୍ୱରଙ୍କ ବାକ୍ୟ ଗ୍ରହଣ କଲ, ସେତେବେଳେ ତାହା ମନୁଷ୍ୟର ବାକ୍ୟ ସ୍ୱରୂପେ ଗ୍ରହଣ ନ କରି ବରଂ ଈଶ୍ୱରଙ୍କ ବାକ୍ୟ ସ୍ୱରୂପେ ଗ୍ରହଣ କରିଥିଲ। ଆଉ ବାସ୍ତବରେ ତାହା ଈଶ୍ୱରଙ୍କ ବାକ୍ୟ ଅଟେ। ପୁଣି ବିଶ୍ୱାସୀ ଯେ ତୁମ୍ଭେମାନେ ତୁମ୍ଭମାନଙ୍କ ଅନ୍ତରରେ ତାହା ମଧ୍ୟ କାର୍ଯ୍ୟ ସାଧନ କରୁଅଛି। ବିଶ୍ୱାସୀ ମାନେ କେମିତି ଗ୍ରହଣ କଲେ? ପୂର୍ଣ୍ଣ ଆଗ୍ରହରେ ଗ୍ରହଣ କଲେ। ଏଟା ଈଶ୍ୱରଙ୍କର ବାକ୍ୟ ବୋଲି ଗ୍ରହଣ କଲେ। ସେ କହୁଛନ୍ତି ଏଟା ଈଶ୍ୱରଙ୍କର ବାକ୍ୟ ହିଁ ଅଟେ, ତେଣୁ ଈଶ୍ୱରଙ୍କ ବାକ୍ୟ ବୋଲି ଗ୍ରହଣ କଲ। ଆମେ ଯୋଉ ପ୍ରଚାର କରିଥିଲୁ, ଈଶ୍ୱରଙ୍କ ବାକ୍ୟ ପ୍ରଚାର କରିଥିଲୁ। ଆମେ ବେଳେ ବେଳେ ସୁସମାଚାର ପ୍ରଚାର କରୁଛୁ ସତ କଥା, କିନ୍ତୁ ସୁସମାଚାର ପ୍ରଚାର କଲା ବେଳେ କଣ କରୁଛୁ, ସେ ସୁସମାଚାରକୁ ଛାଡି ବଳକାଟା ପ୍ରଚାର କରୁଛୁ। ସେ ସୁସମାଚାରରେ ଖ୍ରୀଷ୍ଟ କୃଷ ତାଙ୍କର ଉଦ୍ଦେଶ୍ୟ ଏଇଟା ରହିବା ଦରକାର। କିନ୍ତୁ ସୁସମାଚାରକୁ ଆମେ ଅତିରଞ୍ଜିତ କରିବା ଉଚିତ ନୁହଁ। ସିଧାସଳଖ ଈଶ୍ୱରଙ୍କ ବାକ୍ୟ କହିଲେ, ଆଉ ଲୋକମାନେ ତାକୁ ଗ୍ରହଣ କଲେ। ତାପରେ 14ରୁ 16 ପଢିବେ, 14 ପଦରୁ 16 ପଦ। କାରଣ ହେ ଭାଇମାନେ, ତୁମ୍ଭେମାନେ ଖ୍ରୀଷ୍ଟ ଯୀଶୁଙ୍କ ଠାରେ ଥିବା ଜିହୁଦା ଦେଶସ୍ଥ ମଣ୍ଡଳୀ ସମୂହର ଅନୁକାରୀ ହୋଇଅଛ, ଯେଣୁ ସେମାନେ ଜିହ୍ୱୀ ମାନଙ୍କ ଦ୍ୱାରା ଯେଉଁ ସବୁ ଦୁଃଖ ଭୋଗ କରିଥିଲେ, ତୁମ୍ଭେମାନେ ମଧ୍ୟ ସ୍ୱଜାତୀୟ ମାନଙ୍କ ଦ୍ୱାରା ସେହି ସବୁ ଦୁଃଖ ଭୋଗ କରିଅଛ। ସେହି ଜିହୁଦୀ ମାନେ ପ୍ରଭୁ ଯୀଶୁଙ୍କୁ ପୁଣି ଭାବବାଦୀ ମାନଙ୍କୁ ମଧ୍ୟ ବଧ କରିଥିଲେ,
ଆଉ ଆମ୍ଭମାନଙ୍କୁ ତାଡନା କଲେ ସେମାନେ ଈଶ୍ୱରଙ୍କ ଅସନ୍ତୋଷ ପାତ୍ର ଓ ସମସ୍ତ ମାନବ ଜାତିର ବିପକ୍ଷ। କାରଣ ବିଜାତି ମାନଙ୍କର ପରିତ୍ରାଣ ନିମନ୍ତେ ସେମାନଙ୍କ ନିକଟରେ ପ୍ରଚାର କରିବାକୁ ସେମାନେ ଆମ୍ଭମାନଙ୍କୁ ବାଧା ଦିଅନ୍ତି। ଏହି ପ୍ରକାରେ ସେମାନେ ସର୍ବଦା ଆପଣା ଆପଣା ପାପ ପରିପୂର୍ଣ୍ଣ କରୁଥାନ୍ତି, କିନ୍ତୁ ସେମାନଙ୍କ ଉପରେ କ୍ରୋଧ ସମ୍ପୂର୍ଣ୍ଣ ରୂପେ ବର୍ତ୍ତିଲାଣି। ଏଠି କଣ ସୁସମାଚାର ପ୍ରଚାର ପାଇଁ ତାଡନା ମଧ୍ୟ ଅଛି। ଦେଖନ୍ତୁ ଷ୍ଟେପ ବାଇ ଷ୍ଟେପ ସୁସମାଚାର ପ୍ରଚାର ପାଇଁ ସେ ତାଡ଼ିତ ହେଲେ, ସେ ଆଦର୍ଶ ହେଲେ, ସେ ଆତ୍ମିକ ଅଭିଭାବକ ହେଲେ, ଲୋକମାନେ ଆଗ୍ରହରେ ଗ୍ରହଣ କଲେ। ଲୋକମାନେ ଗ୍ରହଣ କରିବାରୁ ଲୋକମାନେ ତାଡନା କରୁଛନ୍ତି। କେଉଁମାନେ? ଜିହୁଦୀ ମାନେ। ଜିହୁଦୀ ମାନେ ନିଜର ସ୍ୱଜାତୀୟ ଲୋକମାନେ ସୁସମାଚାରକୁ ତାଡନା କରୁଛନ୍ତି। ଲେଖାଯାଉଛି ସ୍ୱଜାତୀୟ ଲୋକମାନଙ୍କ ଦ୍ୱାରା ଦୁଃଖ ଭୋଗ କରିଅଛୁ। ଆପଣ ସୁସମାଚାର ପ୍ରଚାର କଲେ ତାଡନା ଆସିବ। ସେଥିପାଇଁ ଲୋକମାନେ ସୁସମାଚାର କହିବା ପାଇଁ ଚାହାନ୍ତିନି, ସୋସିଆଲ ୱାର୍କ କରିବା ପାଇଁ ଚାହାନ୍ତି। କଣ କହନ୍ତି? ଆମେ ସୋସିଆଲ ୱାର୍କ, ଆମେ ସୋସିଆଲ ୱାର୍କ କରୁଛୁ। ସୋସିଆଲ ୱାର୍କ ନାହିଁ, ସୁସମାଚାର ପ୍ରଚାର କରୁଛୁ। ସୁସମାଚାର ପ୍ରଚାର ସୋସିଆଲ ୱାର୍କ ନୁହଁ। ସୋସିଆଲ ୱାର୍କ ବୋଲି କହିଲେ କଣ ହବ? ତାଡନା ଆସିବ ନାହିଁ। ସେଥିପାଇଁ କଣ କରନ୍ତି ମଝିରେ? ଆମେ ସୋସିଆଲ ୱାର୍କ ନାଇଁ, ସୁସମାଚାର ପ୍ରଚାର କରୁଛୁ ଆମେ। ଆଉ ପ୍ରତ୍ୟେକ ସୁସମାଚାର ପ୍ରଚାରକ ତାଡ଼ିତ ହେବେ। ଆରମ୍ଭରୁ ଦେଖି ଦେଖି ଆସିବେ। 12 ଜଣ ଶିଷ୍ୟଙ୍କ ଅବସ୍ଥା କଣ ହେଲା? ସୁସମାଚାର ପ୍ରଚାର କରିବା ଦ୍ୱାରା। ଆମ ଦେଶରେ ଥମା ଆସିଲେ କଣ ହେଲା? ସୁସମାଚାର ବିରୋଧୀ ମାନେ ତାଙ୍କୁ ମାରିଲେ। ପାଉଲଙ୍କୁ ବି ମାରି ଦିଆଗଲା, ପିତରଙ୍କୁ ମାରି ଦିଆଗଲା। ତ ସୁସମାଚାର ପାଇଁ ଗୋଟେ ତାଡନା ଅଛି। ଆଉ ସେଇଟା କଣ? ଏମାନେ ଆଗରୁ କରିଥିଲେ। ଜିହୁଦୀ ମାନେ ପ୍ରଭୁ ଯୀଶୁଙ୍କୁ ପୁଣି ଭାବବାଦୀ ମାନଙ୍କୁ ମଧ୍ୟ ବଧ କରିଥିଲେ, ଆଉ ଆମମାନଙ୍କୁ ମଧ୍ୟ ତାଡନା କରିଛନ୍ତି। ସେମାନେ ଈଶ୍ୱରଙ୍କର ଅସନ୍ତୋଷ ପାତ୍ର ଓ ସମସ୍ତ ମାନବ ଜାତିର ବିପକ୍ଷ। ଏମାନେ ହଉଛନ୍ତି ମାନବ ସମାଜର ଶତ୍ରୁ। ଯେଉଁମାନେ ସୁସମାଚାରକୁ ବିରୋଧ କରନ୍ତି ସେମାନେ ମାନବ ସମାଜର ଶତ୍ରୁ ଅଟନ୍ତି। ଆମ ଦେଶରେ ଦେଖିବେ, ଯଦି ଆମେ ଲୋକମାନଙ୍କୁ ସୁସମାଚାର ପ୍ରଚାର କରୁଛୁ, ଆଉ ଏଇ ଦେଶରେ କିଛି ଲୋକ କଣ କରୁଛନ୍ତି? ସୁସମାଚାରକୁ ବିରୋଧ କରୁଛନ୍ତି। ସୁସମାଚାର ବିରୋଧ କରୁଛନ୍ତି ମାନେ କଣ? ଏମାନେ ମାନବ ସମାଜର ଶତ୍ରୁ ଅଟନ୍ତି। ଶତ୍ରୁ ଅଟନ୍ତି, ମନେ ରଖିଥାନ୍ତୁ। ଯେଉଁମାନେ ସୁସମାଚାର ବିରୋଧ କରୁଛନ୍ତି ସେମାନେ ମାନବ ସମାଜର ଶତ୍ରୁ ଅଟନ୍ତି। କାରଣ ଆମେ କିଛି କରୁନାହୁଁ। ଆମେ କାହାର ଧର୍ମ ପରିବର୍ତ୍ତନ କରୁନାହୁଁ, କାହାର ଜାତି ପରିବର୍ତ୍ତନ କରୁନାହୁଁ, କାହାର ନାମ ପରିବର୍ତ୍ତନ କରୁନାହୁଁ। ସୁସମାଚାର ପ୍ରଚାର କରୁଛୁ। ସୁସମାଚାର ଶୁଣ, ପରିତ୍ରାଣ ପାଅ, ମୁକ୍ତି ପାଅ, ସ୍ୱର୍ଗକୁ ଯାଅ। ଏଇଟା ଲୋକ ଇଚ୍ଛା କରୁନାହାନ୍ତି। ମାନେ ଏମାନେ କଣ? ଏମାନେ ମାନବ ସମାଜର ଶତ୍ରୁ ଅଟନ୍ତି। ମାନେ ମାନବର ମଙ୍ଗଳ ଚାହାନ୍ତି ନାହିଁ, ମାନବର ଉଦ୍ଧାର ଚାହାନ୍ତି ନାହିଁ। ଏମାନେ ଶତ୍ରୁ ଅଟନ୍ତି। ଆଉ ଏ ଶତ୍ରୁ ମାନେ ପ୍ରତ୍ୟେକ ଯୁଗରେ ଅଛନ୍ତି, ଆଉ ଆଜି ମଧ୍ୟ ଅଛନ୍ତି। କାରଣ ପ୍ରଭୁ ଚାହାନ୍ତି ବିଜାତୀୟ ମାନେ ମଧ୍ୟ ପରିତ୍ରାଣ ପ୍ରାପ୍ତ ହୁଅନ୍ତୁ। ତାପରେ ଆମେ ଦେଖିବା 17 ପଦ ପଢିବା। କିନ୍ତୁ ହେ ଭାଇମାନେ, ଆମ୍ଭେମାନେ ହୃଦୟରେ ନୁହେଁ ମାତ୍ର ଶରୀରରେ ଅଳ୍ପ ସମୟ ପାଇଁ ତୁମ୍ଭମାନଙ୍କ ଠାରୁ ବିଚ୍ଛିନ୍ନ ହୋଇଥିବାରୁ ତୁମ୍ଭମାନଙ୍କ ମୁଖ ଦେଖିବାକୁ ଅତ୍ୟନ୍ତ ଆକାଂକ୍ଷା ସହକାରେ ଅଧିକ ଚେଷ୍ଟା କରିଥିଲୁ। ତାପରେ 19-20 ପଢନ୍ତୁ। କାରଣ ଆମ୍ଭମାନଙ୍କ ପ୍ରଭୁ ଯୀଶୁଙ୍କ ଆଗମନ ସମୟରେ ତାହାଙ୍କ ଛାମୁରେ ଆମ୍ଭମାନଙ୍କ ଭରସା ବା ଆନନ୍ଦ ବା ଦର୍ପର ମୁକୁଟ କଣ ଅଟେ କି ତୁମ୍ଭେମାନେ ନୁହଁ? ତୁମ୍ଭେମାନେ ତ ଆମ୍ଭମାନଙ୍କର ଗୌରବ ଓ ଆନନ୍ଦର କାରଣ ଅଟ। ଏଠି ଆମେ ଦେଖୁ ସାଧୁ ପାଉଲ କଣ ବୋଲି କହୁଛନ୍ତି? ସେ ଅଳ୍ପ ସମୟ ପାଇଁ ବିଚ୍ଛିନ୍ନ ହେଲୁ। ମାନେ ପାଉଲ ପୁଣି ଥରେ ଏମାନଙ୍କୁ ସାକ୍ଷାତ କରିବା ପାଇଁ ଚାହୁଁଛନ୍ତି। ତାଡନା ଆସିବାରୁ ପାଉଲ ଟିକେ ସମୟ ପର୍ଯ୍ୟନ୍ତ ଯାଇଛନ୍ତି ମାକିଦୋନିଆରେ ଯୋଉ ତାଡନା ହେଲା। ଆଉ ସେଇ ସମୟରେ ସାଧୁ ପାଉଲ, ଆମେ ପ୍ରେରିତ ପୁସ୍ତକ ଦେଖିଛୁ, ଅଳ୍ପ ସମୟ ପାଇଁ ସେମାନେ ଅନ୍ତର ହେଇଥିଲେ। ଏବେ ସେ କଣ କହୁଛନ୍ତି? କାରଣ ଆମ୍ଭମାନଙ୍କର ପ୍ରଭୁ ଯୀଶୁଙ୍କର ଆଗମନ ସମୟରେ, ମାନେ ସେ ପ୍ରଭୁ ଯୀଶୁ ଖ୍ରୀଷ୍ଟ ଆସିବେ, ସେଇ ସମୟରେ ତୁମାନେ କଣ ଅଟ? ତାଙ୍କ ଛାମୁରେ ଆମମାନଙ୍କର ଭରସା, ଆନନ୍ଦ କି ଦର୍ପର ମୁକୁଟ ନୁହଁ। ତୁମେ ମାନେ ହଉଛ ଆମର ଆନନ୍ଦର ମୁକୁଟ, ତୁମେ ଦର୍ପର ମୁକୁଟ।
एटा काहाकू दिया जाए सुसमाचार प्रचारक मान को दिया जाए मुकुट एटा मुकुट कि मुकुट एटा आनंदर मुकुट भरोसार मुकुट दर्पर मुकुट एटा सुसमाचार प्रचार करथिबा लोक मान को मिले एटा ख्रीष्टंकर आगमन समय मिले 18 पद टिक पढ़िबा ए निमंते आम्भे माने तुम्भ मानक निकटକୁ ଯିବା ପାଇଁ ମନସ୍ଥ କରିଥିଲୁ ବିଶେଷରେ ମୁଁ ପାଉଲ ଥରେ ହଁ ଦୁଇଥର ମନସ୍ଥ କରିଥିଲି କିନ୍ତୁ ଶୟତାନ ଆମ୍ଭମାନଙ୍କୁ ବାଧା ଦେଲା। साधु पाउल कहउछन काहे कि आसी पारले नहीं शैतान बाधा देला कारण शैतान सुसमाचार प्रचारित हुए चाहे नहीं लोक माने सुसमाचार सुनंतु एटा चाहे नहीं तो एई अध्याय में देखुछु जे सुसमाचार निहाती दरकार कारण रेप्चर को जीवा पई हेले सुसमाचार ही प्रस्तुति अटे प्रभु यीशु को ग्रहण करितिबा लोक कि से मान कोन करि परिबे से मान को प्रभु ग्रहण करिबे प्रभु यीशु कहा को ग्रहण करबा का सुचंती जे माने यीशु को ग्रहण करिछन यीशु को ग्रहण करितिबा लोक मान को ही यीशु ग्रहण करबा पे आसुछन आ द्वितीय आगमन जो यीशु को ग्रहण करि नांती से मान को विचार करबा पे आसुछन तो आपण रेप्चर जीवा पई कोन दरकार प्रथम सुसमाचार दरकार सुसमाचार पर एक मंडली का आसीबे रही करी पवित्र जीवन काटिबे प्रभु आमान को अनुग्रह करते केते सुंदर भाव रे साधु पाउल तांकर ए द्वितीय अध्याय रे सुसमाचार केमती निहाती दरकार से तारित हेले भी सुसमाचार प्रचार कले आ सुसमाचार प्रचार आदर्श सुसमाचार प्रचार करे कारण कौन सी हिडन एजेंडा नहीं सुसमाचार प्रचार करबार कौन सी गुप्त एजेंडा तांगर नहीं गोटे आत्मिक गोटे माँ भलिया जत्न नेले गोटे बापा परि जत्न नेले आउ से लोक माने आग्रह रे ग्रहण कले आउ से तापरे ताड़ना आसुछि पुनी पाउल साक्षात करिया पे चाहुछन्ति किंतु शैतान बाधा दउछि एबोली भाबरे तांकर ए द्वितीय अध्याय को से सारुछन सुसमाचार निहाती दरकार पुनी कहि रखे जो माने यीशु को ग्रहण करिसन्ति यीशु समान को ग्रहण करबा का आसुछन्ति ता मध्य आकाश पर्यंत सेमान को ग्रहण कर नेबे तापरे जगत ऊपर क्लेश आसीबो क्लेश आसीबो एबे देखिबे लोक माने समस्त को नाइ नाइ यीशु एबे आसीबे नै द्वितीय आगमन रे आसीबे जदि आपण साधु पाउल काहे कि ए प्रथम पत्र एडा होची साधु पाउलंकर प्रथम पत्र थेसलोनिके प्रथम पत्र काहे कि एडा प्रथम पत्र भाव लिखुचंती जे लोकमान जे पर यीशुଙ୍କର आगमन पाई प्रस्तुति था से केबे आसीबे हमें जानू ना हमें परे परे देखिबा से केमती आसीबे बोले लेखा जाउची किंतु प्रस्तुति पाई द्वितीय आगमन रो संवाद निहाती दरकार प्रस्तुति पाई रेप्चर संवाद निहाती दरकार सेते मंडली रे एटा मझी मझी रे निहाती आवश्यक अछि निहाती जरूरी आज समय द्वितीय आगमन संवाद नाई रेप्चर संवाद नाई सेते मंडली रे मेंचे मेंचे पाप भर्ती जो प्रचारक पालक मान रेप्चर को विश्वास करिवे नै सेमन केमति थिबे सेमन कैप्चर हिथिबे आउ किछि नथिबो जदि मु रेप्चर को विश्वास करिवि नै प्रभुकर आगमन को विश्वास करिवि नै मु भी प्रस्तुत होई रहिबि नै मु भी नाना प्रकार पाप रे छंदी रहिथि मझे जने कहउतिले मु रेप्चर विषय पता नै आगा मु रेप्चर विषय सियोर नै एले को विषय सियोर तमे साधु पाउलंकर प्रथम पत्र देखंतु से रेप्चर विषय लिखुछन प्रभुकर आगमन विषय लिखुछन्ति तापर अलगा गुडाको रोमियो पुस्तक अलगा लिखुछन से पई सुसमाचार प्रचार माने प्रचार निहाती दरकार प्रभु आपण मान आशीर्वाद